ଯେକୌଣସି ପୂଜା ପର୍ବ ହଉନା କାହିଁକି ପିଠା ମିଠା ବିନା ଅଧୁରା। ଏଇଥରକ ହୋଲି ସ୍ପେଶାଲରେ ଆଜି ମୁଁ ଆପଣମାନଙ୍କ ସହିତ ସେୟାର କରିବି କରଞ୍ଜି ପିଠାର ରେସିପି। କେତେ ଜଣ ଆକୁ ଗୁଜିଆ ପିଠା ବି କହିଥାନ୍ତି। ପୁରା ମୁସମୁସିଆ ଖାସ୍ତା ଏଇ କରଞ୍ଜି ପିଠା ବନେଇବା ପାଇଁ ଭିଡ଼ିଓକୁ ଶେଷ ଯାଏ ଦେଖନ୍ତୁ। ଏକଦମ ପରଫେକ୍ଟ ରେସିପି। ନା ପିଠା ଗୋଟେ ଫାଟିବ ନା ତେଲରେ ଖୋଲିବ। ବିନା ଛାଞ୍ଚରେ ବି ବହୁତ ସୁନ୍ଦର ପିଠା ଆପଣ ବନେଇ ପାରିବେ। ଏଠି ଆପଣ ଦେଖିପାରୁଥିବେ ଗୋଟେ ବି ପିଠା ଖୋଲିନି କିମ୍ବା ଫାଟିନି, କେତେ ସୁନ୍ଦର ହେଇକି ଗୋଟେ ସାଇଜର ହେଇଛି। ଏଇଠି ମୁଁ ଆପଣମାନଙ୍କୁ ସାଉଣ୍ଡ ଶୁଣଉଛି ଦେଖନ୍ତୁ। ସାଉଣ୍ଡରୁ ହିଁ ଜାଣିପାରୁଥିବେ ପିଠା କେତେ କ୍ରିସ୍ପି ହେଇଛି। ଏଇ ପିଠାକୁ ଆପଣମାନେ ଯେକୌଣସି ଏୟାର ଟାଇଟ୍ ଡବାରେ ଭରିକି ଆରାମସେ ଗୋଟେ ମାସ ଯାଏ ଷ୍ଟୋର କରିକି ରଖିପାରିବେ। ସେମିତି କ୍ରିସ୍ପି ରହିବ, ଜମା ବି ନରମ ପଡ଼ିବନି। ତେବେ ଚାଲନ୍ତୁ ଆଜିର এই ରେସିପି ଷ୍ଟାର୍ଟ କରିବା। ରେସିପି ଭଲ ଲାଗିଲେ ନିଶ୍ଚୟ ଲାଇକ୍ କରିବେ, ସେୟାର କରିବେ। ଯଦି ଏବେ ଯାଇ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ସବସ୍କ୍ରାଇବ୍ କରିଦେବେ। ନମସ୍କାର, ମୁଁ ମିଲି ଆପଣ ସମସ୍ତଙ୍କୁ ହୋମ୍ ଫୁଡ୍ ଚ୍ୟାନେଲକୁ ବହୁତ ବହୁତ ସ୍ୱାଗତ କରୁଛି। ପ୍ରଥମେ ଆମେ ପିଠା ପାଇଁ ପୁର ବନେଇବା। ତା ପାଇଁ ଏଠି ଫ୍ରାଏ ପ୍ୟାନ୍ରେ ହାଫ୍ କପ୍ ସୁଜି ଦେଇଦେଉଛି। ସୁଜିକୁ ପ୍ରଥମେ ଡ୍ରାଏ ରୋଷ୍ଟ କରିବା 1ରୁ 2 ମିନିଟ୍ ପାଇଁ ଲୋ ଫ୍ଲେମ୍ରେ। ଟିକେ ଭାଜି ଆସିଲା ପରେ ସେଥିରେ ମୁଁ ଗୋଟେ ବଡ଼ ଚାମଚ ଦେଉଛି ଗୁଆ ଘିଅ। ଗ୍ୟାସ୍ର ଫ୍ଲେମ୍କୁ ଲୋ ଟୁ ମିଡ଼ିୟମ୍ ଭିତରେ ହିଁ ରଖିଥିବେ, ଜମା ବି ହାଇ କରିବେନି। ପୁରା ଲୋ ଫ୍ଲେମ୍ରେ ସୁଜିର ହାଲକା କଲର୍ ଚେଞ୍ଜ ହେବା ଯାଏ ଭାଜିବା। ଟିକେ କଲର୍ ଚେଞ୍ଜ ହେଇଗଲା ପରେ ଏଇଥିରେ ମୁଁ ଦେଉଛି 1.5 କପ୍ ପାଖାପାଖି ଶୁଖିଲା ନଡ଼ିଆ କୋରା। ଆପଣ ଆ ବଦଳରେ ଫ୍ରେଶ୍ ନଡ଼ିଆ କୋରା ବି ନେଇପାରିବେ, କିନ୍ତୁ ଶୁଖିଲା ନଡ଼ିଆ କୋରାରେ ଆପଣ ପିଠା ଅଧିକ ଦିନ ଯାଏ ଷ୍ଟୋର କରିକି ରଖିପାରିବେ, ଖରାପ ହେବନି। ନଡ଼ିଆ କୋରା ଦେଇସାରିଲା ପରେ ଆଉ ଗୋଟେ ବଡ଼ ଚାମଚ ଘିଅ ଦେଇକି ଲୋ ଟୁ ମିଡ଼ିୟମ୍ ଫ୍ଲେମ୍ରେ କଲର୍ ଚେଞ୍ଜ ହେବା ଯାଏ ଭାଜିବା। ଦେଖିପାରୁଥିବେ ହାଲକା ଗୋଲ୍ଡେନ୍ କଲର୍ ଆସିଗଲାଣି। ଏଇ ଷ୍ଟେଜ୍ରେ ମୁଁ ଏଥିରେ ଦେଉଛି ଡ୍ରାଏ ଫ୍ରୁଟ୍ସ। ଏଇଠି ମୁଁ କାଜୁ ଆଉ ଆଲମଣ୍ଡକୁ ଚପ୍ କରିକି ନେଇଛି। ଆପଣ କ୍ୱାଣ୍ଟିଟି କମ୍ ବେଶୀ କରିପାରିବେ ଆଉ ନିଜ ପସନ୍ଦର ଡ୍ରାଏ ଫ୍ରୁଟ୍ସ ବି ଏଥିରେ ଆଡ଼୍ କରିପାରିବେ। ତ ଆକୁ ଆମେ ଆଉ 2ରୁ 3 ମିନିଟ୍ ମିଡ଼ିୟମ୍ ଲୋ ଫ୍ଲେମ୍ରେ ଭାଜିଦେବା। ଟିକେ ଭାଜି ହେଇଗଲା ପରେ ସେଥିରେ ମୁଁ ଦେଉଛି କିସମିସ୍। କିସମିସ୍କୁ ବି ଏଇଠି ମୁଁ ଚପ୍ କରିକି ନେଇଛି। କିସମିସ୍ର କ୍ୱାଣ୍ଟିଟି ଜମା ବି ଅଧିକା ପକାଇବେନି, ନହେଲେ ପିଠା ଖୋଲିଯିବାର ବା ଫାଟିବାର ଚାନ୍ସ ଥାଏ। କାରଣ ଫ୍ରାଏ କଲାବେଳେ କିସମିସ୍ ଗୁଡ଼ିକ ଗରମରେ ଫୁଲିଯାଏ ସେଇଥିପାଇଁ। ତ ଏଇଠି ଦେଖନ୍ତୁ ଆଉ 1 ମିନିଟ୍ ଭାଜିଲା ପରେ ଏମିତି କିସମିସ୍ ଫୁଲିଗଲେ ଜାଣିବେ କି ହେଇଗଲା। ଏବେ ପୁରକୁ ଗୋଟେ ବୋଲକୁ ବାହାର କରିଦେବା। ଥଣ୍ଡା ହେଇଗଲା ପରେ ଏଥିରେ ଆଉ ବାକି କିଛି ସାମଗ୍ରୀ ମିଶାଇବା, ଯେମିତିକି ବାସ୍ନା ଫ୍ଲେଭର ପାଇଁ ଗୋଟେ ବଡ଼ ଚାମଚ ଗୁଜୁରାତି ଗୁଣ୍ଡ। ତାକୁ ଭଲ ଭାବରେ ମିଶାଇଦେବା। ଏଇଠି ଷ୍ଟଫିଂ ପୁରା ଥଣ୍ଡା କିମ୍ବା ହାଲକା ଉଷୁମ ଥିଲେ ଚଳିବ। ପୁରା ଗରମରେ ଆପଣ ଚିନି ଗୁଣ୍ଡ ଜମା ବି ମିଶାଇବେନି, ନହେଲେ ପାଣି ଛାଡ଼ିବା ଷ୍ଟାର୍ଟ ହେଇଯିବ। ତ ଏଇଠି ମୁଁ ଅଧା କପ୍ ଚିନି ଗୁଣ୍ଡ ଦେଉଛି। ଆପଣ ନିଜ ଟେଷ୍ଟ ହିସାବରେ କମ୍ ବେଶୀ କରିକି ଦେଇପାରିବେ। ନଚେତ ଆପଣ ଏଥିରେ ମିଶ୍ରି କିମ୍ବା ଗୁଡ଼ ପାଉଡର ଦେଇପାରିବେ। ଟେଷ୍ଟକୁ ଆହୁରି ବଢ଼ାଇବା ପାଇଁ ଏଥିରେ ମୁଁ ଅଧା କପ୍ ମିଲ୍କ ପାଉଡର ଦେଉଛି। ବିନା ଖୋୟାରେ ବି ପୁରା ଖୋୟା ପଡ଼ିଲା ପରି ଟେଷ୍ଟ ଆସିବ। ନିଶ୍ଚୟ ଥରେ ଏମିତି ବନାନ୍ତୁ। ଏଇଠି ଆମର ଷ୍ଟଫିଂ ରେଡ଼ି ହେଇଗଲା, ଆକୁ ସାଇଡ଼ରେ ରଖିଦେବା। ଏବେ ଚାଲନ୍ତୁ ପିଠା ପାଇଁ ଡୋ ତିଆରି କରିବା। ଏଇଠି ମୁଁ ନେଇଛି ଅଧା କେଜି ମଇଦା। ଆପଣ ମଇଦା ଅଟା ମିକ୍ସ କରିକି ନେଇପାରିବେ, କିନ୍ତୁ ମଇଦାରେ ବେଶୀ ଭଲ ଟେଷ୍ଟ ଆସିବ। ଏବେ ସେଇଥିରେ ଅଳ୍ପ ଟିକେ ବା ଅଧ ଛୋଟ ଚାମଚ ଲୁଣ ଦେବା। ଏସବୁକୁ ଭଲ ଭାବରେ ମିଶାଇ ଦେବା। ଏବେ ଏଥିରେ ଖାସ୍ତା ପାଇଁ ଦରକାର ଅନୁଯାୟୀ ଅଳ୍ପ ଅଳ୍ପ ଘିଅ ଦେଇକି ଗୋଳେଇବା। ଆପଣ ଘିଅ ବଦଳରେ ରିଫାଇନ୍ ତେଲ ବି ନେଇପାରିବେ, କିନ୍ତୁ ରିଫାଇନ୍ ତେଲ ଅପେକ୍ଷା ଘିଅରେ ବେଶୀ ଭଲ ଟେଷ୍ଟ ବାସ୍ନା ଆସିବ, ତା ସହିତ ଖାସ୍ତା ବି ବେଶୀ ଭଲ ହେବ। ଆପଣ ଚାହିଁଲେ ରିଫାଇନ୍ ତେଲରେ ବି ବନେଇ ପାରିବେ, ସେଇଥିରେ ବି କ୍ରିସ୍ପିନେସଟା ଆସିବ, କିନ୍ତୁ ଟିକେ ଟାଣ ଟାଇପ୍ର ରହିବ। ଘିଅରେ ଯଦି ବନାଉଛନ୍ତି ପୁରା ମୁସମୁସିଆ ହେବ। ଯଦି ଆପଣଙ୍କୁ ମୁସମୁସିଆ ପସନ୍ଦ ତାହେଲେ ଘିଅରେ ବନାନ୍ତୁ। ତ ଏଇଠି ଦେଖନ୍ତୁ ମଇଦା ଆଉ ଘିଅକୁ ପୁରା ଭଲ ଭାବରେ ମିଶାଇ ସାରିଲେଣି। ହାତରେ ଆପଣ ଏମିତି ମୁଠା କରିକି ଧରିବେ, ଯଦି ମୁଠା ହେଇଯାଉଥିବ ଜାଣିବେ କି ଏଥିରେ ଖାସ୍ତାଟା ଠିକ୍ ହେଇଛି। ତ ଏବେ ଏଥିରେ ଅଳ୍ପ ଅଳ୍ପ ପାଣି ଦେଇକି ଆର ଗୋଟେ ଡୋ ବନେଇଦେବା। ନର୍ମାଲ ଟେମ୍ପରେଚର ପାଣି ନେବେ, ଥଣ୍ଡା କିମ୍ବା ଗରମ ପାଣି ଦରକାର ନାହିଁ। ଅଳ୍ପ ଅଳ୍ପ ପାଣି ଛିଞ୍ଚିକି ଗୋଳେଇବେ, ଏକା ସହିତ ବେଶୀ ପାଣି ଦେଇଦେବେନି, ନହେଲେ ଅଟା ଚକଟା ଆପଣଙ୍କ ନରମ ହେଇଯିବ। ଆମେ ପୁରୀ ପାଇଁ ଯେମିତି ଅଟା ଚକଟି ଥାଉ ସେମିତି ହିଁ ଆପଣ ଏଠି ଚକଟିବେ। ମାନେ ଏଇ ଡୋଟା ଟିକେ ଟାଣ ଚକଟା ରହିବ, ନରମ ଚକଟା କରିବେନି, ନହେଲେ ଆପଣଙ୍କ ପିଠା କ୍ରିସ୍ପି ହେବନି। ତ ଏଇଠି ଦେଖନ୍ତୁ ଚକଟିଲା ବେଳେ ବି ଅଟା ଯେମିତି ଚକଟନ୍ତି ରୁଟି ପରଟା ପାଇଁ ସେମିତି ଚକଟିବେନି। ସବୁ ଅଟାକୁ ଏକାଠି କରିକି ଆପଣଙ୍କୁ ଗୋଟେ ଡୋ ବନେଇବାର ଅଛି। ବେଶୀ ଆକୁ ଚକଟିବା ବା ସ୍ମୁଥ୍ କରିବା ଦରକାର ନାହିଁ। ଦେଖନ୍ତୁ ଏକାଠି କରିକି ଗୋଟେ ଡୋ ବନେଇଦେବେ। ଏଇଠି ଦେଖନ୍ତୁ ଏତିକି ଟାଇଟ୍ ରଖିବେ। ଏବେ ଆକୁ କଭର କରିକି 10 ମିନିଟ୍ ପାଇଁ ରଖିଦେବା। 10 ମିନିଟ୍ ପରେ ଏଇଥିରୁ ଆମେ ଛୋଟ ଛୋଟ ଗୁଳା ବନେଇଦେବା। ଆପଣଙ୍କୁ ଯେଉଁ ସାଇଜ୍ର ପିଠା ବନେଇବାର ଅଛି ସେଇ ହିସାବରେ ଗୁଳା ବନେଇବେ। ଯଦି ଆଜିର এই ରେସିପି ଆପଣମାନଙ୍କୁ ପସନ୍ଦ ଆସିଥିବ ଭିଡ଼ିଓକୁ ନିଶ୍ଚୟ ଲାଇକ୍ କରିବେ, ସେୟାର କରିବେ। ଯଦି ଏବେ ଯାଇ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ସବସ୍କ୍ରାଇବ୍ କରିଦେବେ। ଫେସବୁକ୍ ପେଜରେ ଦେଖୁଥିଲେ ଫଲୋ କରିବାକୁ ଜମା ବି ଭୁଲନ୍ତୁନି। ତ ଏଇଠି ଦେଖନ୍ତୁ ମୁଁ ସବୁ ଗୁଳା ବନେଇଦେଲି। ଏବେ ଚାଲନ୍ତୁ ଆମେ ଗୋଟେ ଗୋଟେ ପିଠା ଗଢ଼ିବା ଷ୍ଟାର୍ଟ କରିବା। ତ ଏଇଠି ପୁର ବି ସାଇଡ଼ରେ ରଖିଦେଲି। ଏଇଠି ମୁଁ ବିନା ଛାଞ୍ଚରେ ବନାଉଛି। ଆପଣଙ୍କୁ 2 ପ୍ରକାର ବନେଇକି ଦେଖେଇବି, ଯେଉଁଟା ଆପଣଙ୍କୁ ସହଜ ଲାଗିବ ଆପଣ ସେଇ ହିସାବରେ ବନେଇ ପାରିବେ। ଯଦି ଆପଣଙ୍କ ପାଖରେ ଛାଞ୍ଚ ଅଛି ତ ଆପଣ ଛାଞ୍ଚରେ ବି ବନେଇ ପାରିବେ। ତ ଏଇଠି ଦେଖନ୍ତୁ ପିଠାକୁ ବେଶୀ ପତଳା କରିବେନି ବା ବେଶୀ ମୋଟା କରିବେନି।
ଏଇଠି ଦେଖନ୍ତୁ ମୁଁ ପୁରା ପୁରୀ ସାଇଜ୍‌ର ବେଲି ଦେଲି। ଏବେ ତା ଭିତରେ 1.5 ବଡ଼ ଚାମଚ ପୁର ଦବା। ପୁର ଆପଣ ପୁରା ଭରିକି ଦେବେ ଯାହାଦ୍ୱାରା ପିଠା ଖାଇବା ପାଇଁ ଭଲ ଲାଗିବ। ପୁର ଦେଇ ସାରିଲା ପରେ ଚାରିପଟରୁ ଟିକେ ପାଣି ଲଗେଇଦବା। ହାଲକା ଜଷ୍ଟ ପାଣି ଲଗେଇବେ, ଜମା ବି ବେଶୀ ଲଗେଇବା ଦରକାର ନାହିଁ। ପାଣି ଲଗେଇଲେ କ'ଣ ହବ ନା ପିଠା ସିଲ୍ କଲାବେଳେ ପୁରା ବଢ଼ିଆ ଭାବରେ ଲାଗିଯିବ, ଛାଣିଲା ବେଳେ ବି ଖୋଲିବନି। ତ ଏଇଠି ଦେଖନ୍ତୁ ଏମିତି ପୁରା ବଢ଼ିଆ ସେ ଆକୁ ସିଲ୍ କରିଦେବେ। ହାତରେ ପ୍ରଥମେ ଏମିତି ପୁରା ପ୍ରେସ୍ କରିକି ସିଲ୍ କରିବେ ଯେମିତି ଭିଡ଼ିଓରେ ଦେଖଉଛି। ଏଇ ପ୍ରୋସେସଟାକୁ ଆପଣଙ୍କୁ ଭଲସେ କରିବାର ଅଛି, ଯାହାଦ୍ୱାରା ପିଠା ଫ୍ରାଏ କଲାବେଳେ ଜମା ବି ଖୋଲିବନି, ଫାଟିବନି। ଯଦି ଏଇ ପ୍ରୋସେସଟା ଆପଣ ଠିକ୍‌ସେ କରିବେନି, ତେଲରେ ପଡ଼ୁ ପଡ଼ୁ ପିଠା ଖୋଲିଯିବ। ତ ଏଇଠି ଦେଖନ୍ତୁ ସିଲ୍ କରିସାରିଲା ପରେ ହାଲକା ଟିକେ ପାଣି ହାତ ଲଗେଇକି ଏଥିରେ ଆମେ ଗୋଟେ ଡିଜାଇନ୍ ବନେଇବା, ଯୋଉ ଡିଜାଇନ୍ କରଞ୍ଜି ପିଠାରେ ବନା ହୁଏ। ତ ଗୋଟେ ସାଇଡ୍‌ରୁ ଷ୍ଟାର୍ଟ କରିବେ, ଜଷ୍ଟ ପିଞ୍ଚ୍ କରିକି ଫୋଲ୍ଡ କରିବେ। ବହୁତ ଇଜି ଏଇଟା ବନେଇବା। ଆଉ ଏଇ ଡିଜାଇନଟା ଦେଖିବା ପାଇଁ ବି ବହୁତ ସୁନ୍ଦର ଲାଗେ, ଆଉ ବହୁତ ବଢ଼ିଆ ଭାବରେ ଏଇଟା ସିଲ୍ ବି ହେଇଯାଏ, ପିଠା ଖୋଲିବା ଚାନ୍ସ ବି କମିଯାଏ। ଯଦି ଆପଣଙ୍କୁ ଏଇ ଡିଜାଇନ୍ ବନେଇ ଆସୁନି ବା ବନେଇ ପାରୁନାହାନ୍ତି, ତ ଆପଣ କେମିତି ବନେଇବେ ଆଗକୁ ଆପଣମାନଙ୍କୁ ଦେଖେଇବି। ଏଇଠି ଦେଖନ୍ତୁ ଗୋଟେ ପିଠା ରେଡି ହେଇଗଲା, ଆକୁ ସାଇଡ୍‌ରେ ରଖିଦବା। ଆଉ ଗୋଟେ ଆପଣମାନଙ୍କୁ ବନେଇକି ଦେଖଉଛି। ଏଇଠି ଆଉ ଗୋଟେ ଟିପ୍ସ ଆପଣମାନଙ୍କୁ କହୁଛି, ଅଧା ଅଧି ପିଠାକୁ ଗଢ଼ି ଦେଇକି ରଖିଦେବେ, ତାପରେ ଫ୍ରାଏ କରିବାକୁ ଯିବେ। ସାଙ୍ଗେ ସାଙ୍ଗେ ଗଢ଼ିକି ଫ୍ରାଏ କରିବେନି, କାରଣ ଆମେ ଯୋଉ ଏଇଠି ପାଣି ଲଗେଇକି ସିଲ୍ କରିଛେ ପିଠାକୁ, ଏଇଟା ଓଦା ଥାଏ। କିଛି ସମୟ ଆକୁ ରଖିଦେଲେ ଏଇଟା ପୁରା ସେଟ୍ ହେଇଯିବ, ଯାହାଦ୍ୱାରା ପିଠା ଖୋଲିବନି। ଯଦି ଆପଣ ସାଙ୍ଗେ ସାଙ୍ଗେ ପିଠାକୁ ଗଢ଼ିକି ତେଲରେ ଫ୍ରାଏ କରିବେ, ଖୋଲିଯିବାର ଚାନ୍ସ ଥାଏ। ଏଇ ଟିପ୍ସକୁ ଫଲୋ କଲେ ଆପଣଙ୍କ ପିଠା ଜମା ବି ଫାଟିବନି, ଖୋଲିବନି ତେଲରେ। ତ ଏଇଠି ଦେଖନ୍ତୁ ମୁଁ କିଛିଟା ପିଠାକୁ ବନେଇକି ରଖିଦଉଛି। ଆଉ ବନେଇକି ରଖିଲା ପରେ ଗୋଟେ ପ୍ଲେଟ୍ ହଉ କିମ୍ବା ଯେକୌଣସି କଟନ୍ କପଡ଼ା କଭର କରିକି ରଖିବେ, ଯାହାଦ୍ୱାରା ପିଠାର ଉପର ଭାଗଟା ଶୁଖିବନି କିମ୍ବା ଡ୍ରାଏ ହବନି। ତ ଏଇଠି ଦେଖନ୍ତୁ ଯଦି ଆପଣଙ୍କୁ ସେଇ ଡିଜାଇନ୍ ବନେଇ ଆସୁନି, ତ ଆପଣ କେମିତି ବନେଇବେ। ସେଇ ସେମ୍ ପ୍ରୋସେସରେ ପୁର ଭରିକି ପିଠାକୁ ଫୋଲ୍ଡ କରିସାରିଲା ପରେ ଭଲ ଭାବରେ ସିଲ୍ କରିଦେବେ। ତାପରେ ଗୋଟେ ଫୋର୍କ ସାହାଯ୍ୟରେ ଏମିତି ହାଲକା ପ୍ରେସ୍ କରିଦେବେ, ଯାହାଦ୍ୱାରା ସିଲ୍ ହବା ସହିତ ପିଠାରେ ଗୋଟେ ବଢ଼ିଆ ଡିଜାଇନ୍ ବି ଆସିଯିବ। ଏଇଠି ଦେଖନ୍ତୁ। ଆଗରୁ ମୁଁ ଆପଣମାନଙ୍କ ସହିତ ଲେୟର କରଞ୍ଜି ପିଠାର ରେସିପି ସେୟାର କରିଛି। ଯଦି ଆପଣଙ୍କୁ ସେଇଟା ବନେଇବାର ଅଛି, ତ ଆପଣମାନେ ମୋ ଚ୍ୟାନେଲରେ ଦେଖିପାରିବେ। ତ ଏଇଠି ଦେଖନ୍ତୁ କେତେ ସୁନ୍ଦର ଡିଜାଇନ୍ ହେଇଗଲା। ଯୋଉଟା ଆପଣଙ୍କୁ ସୁବିଧା ଅଛି ଆପଣ ସେଇ ହିସାବରେ ପିଠା ଗଢ଼ି ପାରିବେ। ତ ଏଇଠି ମୁଁ କିଛିଟା ପିଠା ଗଢ଼ି ଦେଇକି ରଖିଦେଇଥିଲି। ଏବେ ଚାଲନ୍ତୁ ଆପଣମାନଙ୍କୁ ଛାଣିକି ଦେଖଉଛି। ତେଲକୁ ଆପଣ ମିଡିୟମ ଗରମ କରିବେ, ଜମା ବି ବେଶୀ ଗରମ କରିବେନି। ଏଇଠି ଦେଖନ୍ତୁ ମୁଁ ଗୋଟେ ଛୋଟ ପିସ୍ ପକେଇକି ଆପଣମାନଙ୍କୁ ଦେଖେଇଲି, କେତେ ଧୀରେ ଧୀରେ ବବଲ୍ସ ଆସୁଛି। ଯେମିତି ଆମେ ସିଙ୍ଗେଡ଼ା, ଖାସ୍ତା ଗଜା, ଖାସ୍ତା ନିମକି ଛାଣିବା ପାଇଁ ତେଲ ଗରମ କରିଥାଉ, ସେମିତି କମ୍ ଗରମ ତେଲରେ ହିଁ ଏଇ ପିଠାକୁ ଫ୍ରାଏ କରିବେ। ଯଦି ପୁରା ଗରମ ତେଲରେ ଛାଣିଦେବେ, ଉପରୁ ସାଙ୍ଗେ ସାଙ୍ଗେ କଲର୍ ଚେଞ୍ଜ ହେଇଯିବ, ଭିତରୁ ଜମା ବି କ୍ରିସ୍ପି ହବନି, କଞ୍ଚା ରହିବ। ପାଖାପାଖି 5-7 ମିନିଟ୍ ଖଣ୍ଡେ ପୁରା ଲୋ ଫ୍ଲେମ୍‌ରେ ଫ୍ରାଏ କରିବେ। ତାପରେ ଆପଣ ଗ୍ୟାସ୍‌ର ଫ୍ଲେମ୍‌କୁ ମିଡିୟମ କରିକି କଲର୍ ଚେଞ୍ଜ ଆସିବା ଯାଏ ବା ଏମିତି ଗୋଲ୍ଡେନ୍ କଲର୍ ଯେବେ ହେଇଯିବ, ଆଉ ପିଠାରୁ ବବଲ୍ସ ଆସୁନଥିବ, ଜାଣିବେ କି ପିଠା ପୁରା ବଢ଼ିଆ ସେ ଫ୍ରାଏ ହେଇଗଲାଣି ଆଉ କ୍ରିସ୍ପି ହେଇଗଲାଣି। ଆକୁ ଛାଣିକି ବାହାର କରିଦେବେ। ଏଇ ସେମ୍ ପ୍ରୋସେସରେ ସବୁ ପିଠାକୁ ଛାଣିବେ। ଆଶା କରୁଛି ଆଜିର ଭିଡ଼ିଓ ଆପଣମାନଙ୍କୁ ଭଲ ଲାଗିଥିବ। ପୁଣି ଆସିବି ଆଉ ଗୋଟେ ନୂଆ ରେସିପି ନେଇକି। ରହୁଛି, ଧନ୍ୟବାଦ।